ଠାକୁରମୁଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସରକାରୀ ଲକ୍ଷ୍ମୀ ବସ୍ ଧକ୍କାରେ ଯୁବକ ମୃତ। ପରିବାରରେ ଶୋକର ଛାୟା। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା ବ୍ଲକ ରାସ୍ତାର ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟସ୍ଥ ହାଇସ୍କୁଲ ଛକ ନିକଟରେ 14 ତାରିଖ ଶନିବାର ସନ୍ଧ୍ୟା ପ୍ରାୟ 6ଟା ସମୟରେ ସରକାରୀ ଲକ୍ଷ୍ମୀ ବସ୍ ଧକ୍କାରେ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି। ମୃତ ଯୁବକ ଜଣକ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସୁନିନ୍ଦା ଗ୍ରାମର ସନ୍ତୋଷ ମହାନ୍ତଙ୍କ ବଡ଼ ପୁଅ 30 ବର୍ଷୀୟ ଡମ୍ବରୁଧର ମହାନ୍ତ ଓରଫ ପପୁ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟା ପ୍ରାୟ 6ଟା ସମୟରେ OSRTCର OD 11 AE 3419 ନମ୍ବର ବିଶିଷ୍ଟ ଏକ ଲକ୍ଷ୍ମୀ ବସ୍ ଠାକୁରମୁଣ୍ଡା ବଜାରରୁ ବ୍ଲକ କାର୍ଯ୍ୟାଳୟକୁ ବସ୍ ରଖିବାକୁ ଯାଉଥିବା ସମୟରେ ହାଇସ୍କୁଲ ଛକ ନିକଟରେ ସୁନିନ୍ଦା ଗ୍ରାମରେ ଥିବା ନିଜ ଘରୁ OD 09Q 1503 ନମ୍ବର ବିଶିଷ୍ଟ ଏକ ହୋଣ୍ଡା ସାଇନ୍ ବାଇକ୍ ଯୋଗେ ଠାକୁରମୁଣ୍ଡା ବଜାରକୁ ଆସୁଥିବା ଡମ୍ବରୁଧରଙ୍କୁ ଧକ୍କା ଦେଇଥିଲା। ବସ୍ ଡମ୍ବରୁଧରଙ୍କୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଡମ୍ବରୁଧର ରାସ୍ତା କଡ଼କୁ ଛିଟିକି ପଡ଼ିବା ସହ ସେହିଠାରେ ହିଁ ମୃତ୍ୟୁବରଣ କରିଥିଲେ। ଡମ୍ବରୁଧରଙ୍କୁ କିଛି ସହୃଦୟ ବ୍ୟକ୍ତି ଘଟଣାସ୍ଥଳରୁ ଏକ କାର୍ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଖବର ପାଇ ଠାକୁରମୁଣ୍ଡା ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ ନିଜ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣା ଘଟାଇଥିବା ଲକ୍ଷ୍ମୀ ବସ୍ ଏବଂ ବାଇକ୍କୁ ଜବତ କରି ଥାନାକୁ ଆଣିଛନ୍ତି। ଖବର ପାଇ ପରିବାର ଲୋକେ ଠାକୁରମୁଣ୍ଡା ଡାକ୍ତରଖାନାରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଘରର ବଡ଼ ପୁଅ ମୃତ ଡମ୍ବରୁଧର ନିଜେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ବେଳେ ଅଦିନରେ ପୁଅକୁ ହରାଇ ହତାଶ ହୋଇପଡ଼ିଛନ୍ତି ବାପା ସନ୍ତୋଷ ମହାନ୍ତ। ମୃତ ଡମ୍ବରୁଧରଙ୍କ ଗୋଟିଏ 4 ବର୍ଷର ଝିଅ ଥିବାବେଳେ ଏବେ ଗର୍ଭବତୀ ଥିବା ସ୍ତ୍ରୀ ଡାକ୍ତରଖାନାରେ ବାହୁନି ହୋଇ କାନ୍ଦୁଥିବା ଦୃଶ୍ୟ ହୃଦୟ ବିଦାରକ ଥିଲା। ଠାକୁରମୁଣ୍ଡା ଥାନା ପୁଲିସ 122/2024 ଏକ ମାମଲା ରୁଜୁ କରି ସମ୍ପୃକ୍ତ ଲକ୍ଷ୍ମୀ ବସ୍ର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରିବା ସହ ଅଧିକ ତଦନ୍ତ ଜାରି ରହିଛି ଏବଂ ରବିବାର ଶବ ବ୍ୟବଚ୍ଛେଦ ନିମନ୍ତେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଯିବ ବୋଲି ସୂଚନା ମିଳିଛି। ଦୁର୍ଘଟଣା ଖବର ପାଇ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ବିଧାୟକ ପଦ୍ମଚରଣ ହାଇବ୍ରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଦୁଃଖ ପ୍ରକାଶ କରିବା ସହିତ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। ମୟୂରଭଞ୍ଜ ଠାକୁରମୁଣ୍ଡାରୁ ଶେଖ ରାଜୁଙ୍କ ରିପୋର୍ଟ SR ନ୍ୟୁଜ୍ ଏକ୍ସପ୍ରେସ୍।